ସଲମାନ ଖାଁ ଏହି ନାଁଟି ସ୍ୱୟଂ ହିଁ ସିନେମା ଜଗତରେ ଏକ ବ୍ରାଣ୍ଡ। ତାଙ୍କ ସ୍ତବ୍ଧକର ଅଭିନୟ ସ୍ୱତଃସ୍ଫୂର୍ତ୍ତ ଲୋକପ୍ରିୟତା ସୂର୍ଯ୍ୟଙ୍କ ପରି ଉଜ୍ଜଳମୟ। ସଲମାନ ଖାଁଙ୍କ ଚରିତ୍ର ଏବଂ ଅଭିନୟ ତାଙ୍କୁ ଫିଲ୍ମ ଜଗତରେ ଏକ ସ୍ୱତନ୍ତ୍ର ମଞ୍ଚରେ ଛିଡ଼ା କରିଛି। ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନଙ୍କ ମୁହଁର ହସ ଓ ହୃଦୟରେ ସେବା ମନୋଭାବପୂର୍ଣ୍ଣ ବ୍ୟକ୍ତିତ୍ୱ ତାଙ୍କୁ ତାଙ୍କ ମହାନତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଚିତ୍ରିତ କରିছে। ଏହି ବରିଷ୍ଠ ଅଭିନେତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମ ହିଟ୍ ପରେ ହିଟ୍ ହୋଇছে, ଯେଉଁଥିପାଇଁ ତାଙ୍କୁ ବଲିଉଡର ଜଣେ ଉଜ୍ଜଳମୟ ତାରକା ଭାବେ ଗଣତି କରାଯାଏ। ଯଦି ଆପଣ ମଧ୍ୟ ସଲମାନ ଖାଁଙ୍କୁ ଓ ତାଙ୍କ ୟୁନିକ୍ ଆକ୍ଟିଂକୁ ପସନ୍ଦ କରନ୍ତି, ତାହେଲେ ନିଶ୍ଚିତ ଭିଡିଓକୁ ଲାଇକ୍ କରିଦିଅନ୍ତୁ। ଆଉ ଯଦି ତାଙ୍କ ଫ୍ୟାମିଲି କ୍ୟାରିୟର ଏବଂ ସକ୍ସେସ୍ ବିଷୟରେ ଜାଣିବା ପାଇଁ ଚାହାନ୍ତି, ତାହେଲେ ନିଶ୍ଚିତ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ଏ କାହାଣୀ ଆରମ୍ଭ ହେଲା 27 ଡିସେମ୍ବର 1965ରେ, ଯେତେବେଳେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ସଲମାନ ଖାନ୍ ବା ଅବଦୁଲ ରସିଦ ସଲିମ ଖାଁଙ୍କ ଜନ୍ମ ହେଲା। ତାଙ୍କ ବାପା ସଲିମ ଖାଁ ଯିଏକି ଜଣେ ଫିଲ୍ମ ଆକ୍ଟର ଓ ସ୍କ୍ରିନ୍ ରାଇଟର ଥିଲେ ଓ ତାଙ୍କ ମାଙ୍କ ନାମ ସୁଶୀଲା। ଏହାଛଡ଼ା ତାଙ୍କ ବାପାଙ୍କ ଦ୍ୱିତୀୟ ପତ୍ନୀ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ହେଲେନ, ଓ ଏହି ହେଲେନ ମଧ୍ୟ ଜଣେ ଫିଲ୍ମ ଆକ୍ଟ୍ରେସ୍ ଓ ଡ୍ୟାନ୍ସର ଅଟନ୍ତି। ଦୁଇ ମା ବାପା ଓ ସଲମାନଙ୍କ ବ୍ୟତୀତ ତାଙ୍କର ଦୁଇ ଭାଇ ଅରବାଜ ଓ ସୁହେଲ ଏବଂ ଦୁଇ ଭଉଣୀ ଅଲଭିରା ଓ ଅର୍ପିତା ରହିଛନ୍ତି। ସଲମାନ ଖାଁ ନିଜର ପ୍ରାରମ୍ଭିକ ଶିକ୍ଷା ସିନ୍ଧିଆ ସ୍କୁଲ ଇନ୍ ଗ୍ୱାଲିୟରରେ ପଢ଼ି ପରେ ସେଣ୍ଟ ଷ୍ଟାନିସ୍ଲାସ ହାଇସ୍କୁଲ ଇନ୍ ମୁମ୍ବାଇରେ ସେକେଣ୍ଡାରୀ ଷ୍ଟଡିଜର କମ୍ପ୍ଲିଟ୍ କରିଥିଲେ ଏବଂ ଏହାପରେ ସେଣ୍ଟ ଜାଭିୟର୍ସ କଲେଜ ମୁମ୍ବାଇରେ ଆଡମିସନ ନେଇଥିଲେ। ମାତ୍ର ସଲମାନ ଖାଁ ପିଲାଟି ଦିନରୁ ପାଠପଢ଼ାରେ ଦୁର୍ବଳ ଥିଲେ, କିନ୍ତୁ ସେ ଅଭିନୟ କରିବାକୁ ଅଧିକ ପସନ୍ଦ କରୁଥିଲେ। ତେଣୁ ସେ ନିଜର ଅଭିନୟ ଗୁଣକୁ ଅଧିକ ଇନକ୍ରିଜ୍ କରିବା ପାଇଁ କଲେଜ ଅଧାରୁ ହିଁ ପଢ଼ା ଛାଡ଼ି ଦେଇଥିଲେ ଓ ଜଣେ କଳାକାର ମଧ୍ୟରେ କେଉଁ ଗୁଣ ରହିବା ଆବଶ୍ୟକ ତାହା ଜାଣି ନିଜେ ନିଜ ଉପରେ ଲଗାତାର ପରିଶ୍ରମ କରିଚାଲିଲେ। ହାଲାକି ସଲମାନଙ୍କ ବାପା ସଲିମ ଜଣେ ପ୍ରସିଦ୍ଧ ଆକ୍ଟର ଥିଲେ, କିନ୍ତୁ ସଲମାନଙ୍କୁ ଆକ୍ଟିଂ ପାଇଁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିଥିଲା। ଆଉ ଶେଷରେ ସଲମାନଙ୍କ ଧୈର୍ଯ୍ୟର ସେତେବେଳେ ଯାଇ ଅନ୍ତ ହେଲା ଯେତେବେଳେ 1988ରେ ବଲିଉଡ ଫିଲ୍ମ ବିବି ହୋ ତ ଏସିରେ ଏକ ସପୋର୍ଟିଂ ରୋଲରେ ସଲମାନଙ୍କୁ ସୁଯୋଗ ମିଳିଲା। ଏହାପରେ ପୁଣି 1990ରେ ମୁକ୍ତିଲାଭ କରିଥିବା मैंने प्यार किया ଫିଲ୍ମରେ ସଲମାନ ଖାଁ ଲିଡ୍ ଆକ୍ଟର ରୋଲରେ ନଜର ଆସିଲେ। ଏ ଯେ ଲିଡ୍ ଆକ୍ଟର ରୋଲରେ ସଲମାନଙ୍କ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ହିଟ୍ରେ ପରିଣତ ହେଲା। ତା ଛଡ଼ା ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ବେଷ୍ଟ ମେଲ୍ ଡେବ୍ୟୁ ଆୱାର୍ଡସରେ ମଧ୍ୟ ସମ୍ମାନିତ କରାଗଲା। ଏହାପରେ 1990ରେ ବାଘି, 1991ରେ ପଥର କି ଫୁଲ, ସନମ ବେୱଫା, କୁର୍ବାନ, ସାଜନ ପରି ଫିଲ୍ମରେ ଲିଡ୍ ଆକ୍ଟର ଭୂମିକାରେ ଅଭିନୟ କଲେ। ଏଯାଇ ସଲମାନ ଖାଁ ଜଣେ ଭଲ ଆକ୍ଟର ଭାବେ ସବୁଆଡ଼େ ପରିଚିତ ହୋଇସାରିଥିଲେ। ମାତ୍ର ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା 1994ର ଫିଲ୍ମ ହାମ୍ ଆପକେ ହେ କୌନ ଦ୍ୱାରା। ଏହି ଫିଲ୍ମଟି ସେ ସମୟରେ ଏତେ ଲୋକପ୍ରିୟ ହୋଇଥିଲା କି କେବଳ ସେହି ବର୍ଷ ହିଁ ଫିଲ୍ମଟି 3ଟି ଫିଲ୍ମଫେୟାର ଆୱାର୍ଡସ ନିଜ ନାମରେ କରିଥିଲା ଓ ଏହି ଫିଲ୍ମଟି ବଲିଉଡର ବିଗେଷ୍ଟ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହେଲା। ଆଉ ରାତାରାତି ନା କି ସଲମାନ ଖାଁ ଭାରତରେ ବରଂ ବିଶ୍ୱର ଅନେକ ଦେଶର ଲୋକଙ୍କ ପସନ୍ଦିତା ଆକ୍ଟର ବନିଗଲେ। ଏହାପରେ ସଲମାନ ଖାଁ କେବେ ପଛକୁ ନ ଚାହିଁ ଗୋଟେ ପରେ ଗୋଟେ ଅନେକ ଫିଲ୍ମରେ ଅଭିନୟ କରିଚାଲିଲେ। ତାଙ୍କର କେତେଗୁଡ଼ିଏ ପ୍ରମୁଖ ଫିଲ୍ମ ମଧ୍ୟରୁ मैंने प्यार किया, हम आपके है कौन, कौन अर्जुन, हम साथ साथ है, बेबी नंबर 1, हम दिल दे चुके सनम, जो प्यार किसी से होता है, हर दिल जो प्यार करेगा, मुझसे शादी करोगी, प्रेम रतन धन पायो, बजरंगी की भाईजान, सुल्तान परी प्राय 121ଟି ଫିଲ୍ମରେ ସଲମାନ ଖାଁ ଅଭିନୟ କରିସାରିଛନ୍ତି। ଅଭିନୟ ବେଳେ ନିଜ ଡାଇଲଗ ବୋଲିବାର ସ୍ୱତନ୍ତ୍ରତା ପାଇଁ ସେ ନିଜେ ନିଜକୁ ଏତେ ବଡ଼ ସଫଳତାର ଉଦାହରଣ ବନେଇ ପାରିଛନ୍ତି। ଆଜି ସଲମାନ ଖାଁ ନିଜ ଆକ୍ଟିଂର କାବିଲିୟତରେ ଅସଂଖ୍ୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ସମୁଦ୍ର ରୂପୀ ପୁରସ୍କାରର ଭଣ୍ଡାରରେ କେତେ ଗୁଡ଼ିଏ ପ୍ରମୁଖ ଆୱାର୍ଡସ ମଧ୍ୟରୁ 8 ଥର ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡସ, 5 ଥର ଜି ସିନେମା ଆୱାର୍ଡସ, 3 ଥର ପ୍ରଡ୍ୟୁସର ଗିଲ୍ଡ ଫିଲ୍ମ ଆୱାର୍ଡସ, 3 ଥର ସ୍କ୍ରିନ୍ ଆୱାର୍ଡସ, 2 ଥର ଆଇଏଫଏ ଆୱାର୍ଡସ, 2 ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ, 2 ଥର ଫିଲ୍ମଫେୟାର ଆୱାର୍ଡ ସହିତ ଅନେକ ଆୱାର୍ଡସରେ ସଲମାନ ସମ୍ମାନିତ ହୋଇଛନ୍ତି। ନା କି ସଲମାନ ଜଣେ ବଲିଉଡର ଆଗଧାଡ଼ିର ଆକ୍ଟର, ବରଂ ସେ ମଧ୍ୟ ଜଣେ ବିଜନେସମ୍ୟାନ ଅଟନ୍ତି। ଏସ୍ଆରଏଫ୍ ବା ସଲମାନ ଖାଁ ଫିଲ୍ମସ ନାମରେ ତାଙ୍କର ନିଜସ୍ୱ ଏକ ଫିଲ୍ମ ପ୍ରଡକ୍ସନ ଏବଂ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ରହିଛି। ଏହା ସହିତ ସଲମାନ ଖାଁଙ୍କ ନିଜସ୍ୱ ଟ୍ରାଭେଲ ଏଜେନ୍ସି ଆଣ୍ଡ ଟୁର, ଫୁଡ ଆଣ୍ଡ ବେଭରେଜ ବିଜନେସ ପରି ଅନେକ ଆୟର ମାଧ୍ୟମ ରହିଛି। ତା ଛଡ଼ା ଏକ ରିପୋର୍ଟ ଅନୁସାରେ ସଲମାନ ଖାଁ ଭାରତର ସବୁଠୁ ପପୁଲାର କମେଡି ଶୋ କପିଲ ଶର୍ମା ଶୋରେ ମଧ୍ୟ ପ୍ରଡ୍ୟୁସର ଅଛନ୍ତି। କେବଳ ଏହା ମଧ୍ୟ ନୁହେଁ, ସଲମାନ ଖାଁ କେବଳ ଟଙ୍କା କମାନ୍ତି,
से जड़े एक्टर और बिजनेसमैन सहित जड़े हृदयवान मनुष्य मध्य तांकर निजस्व बीइंग ह्यूमन फाउंडेशन नाम एक समाज सेवा संघ रही जो से विभिन्न असहाय लोकों मेडिकल ट्रिटमेंट लोअर क्लास पिला एजुकेशन फुड आदि कोटी कोटी टंका खर्च करते। एबे जानिबा सलमान खान का व्यक्तिगत जीवन विषय रे। सलमान खान ताको व्यक्तिगत जीवन रे वर्तमान पर्यंत विवाह करि नांते किंतु विभिन्न मीडिया रिपोर्ट अनुसार से 1969 बॉलीवुड एक्ट्रेस ऐश्वर्या राय रिलेशनशिप एवं 2001 रो मीडिया रिपोर्ट अनुसार कैटरीना कैफ डेटिंग रे थिले किंतु आश्चर्यर कथा वर्तमान दुई जन जाक विवाह कर सारी। तेबे से जहाँ भी होना कहीं बॉलीवुड रो भाईजान भाव परिचित सलमान खान एमिति जड़े ख्याति संपन्न एक्टर जे कि निजर यूनिक एक्टिंग पाई ही आज एते बड़ सफलता रे पहुंची पारिछन्ते जाकु स्वीकार करिबा यथार्थ रही आउ खास से पूरा विश्व रे निजकु परिचित करबा सहित विश्वर धनी एक्टर को तालिका रे निज नाम को रखि पारिछन्ते। जदि वीडियोटी भल लगी और आगो को एपरी वीडियो देखिबा पई चाहते ताले एबे ही चैनल को सब्सक्राइब करी पाखरे थिबा बेल आइकन को ऑन कर दियंतो। रहुछि जय जगन्नाथ।